ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭୁବନେଶ୍ୱର ଜନତା ମଇଦାନରେ ଆଜି ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ସାରା ଦେଶ ଆଜି ପାଳନ କରୁଛି ଲାଲା ଲଜପତ ରାୟଙ୍କ 160ତମ ଜୟନ୍ତୀ। ଉତ୍ତରାଖଣ୍ଡ ଡେରାଡୁନ୍ର ମହାରାଣା ପ୍ରତାପ ଷ୍ଟାଡିୟମରେ ଆଜି ଉଦ୍ଘାଟନ ହେବ 31ତମ ଜାତୀୟ କ୍ରୀଡ଼ା। ଦ୍ୱିପାକ୍ଷିକ ସମ୍ପର୍କ ସମେତ କୈଳାସ ମାନସରୋବର ଯାତ୍ରା ପୁନର୍ବାର ଆରମ୍ଭ କରିବା ପାଇଁ ଉଭୟ ଭାରତ ଓ ଚୀନ ରାଜି ଏବଂ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ସନ୍ଧ୍ୟାରେ ଖେଳାଯିବ ତୃତୀୟ T20 କ୍ରିକେଟ୍ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୁବନେଶ୍ୱର ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀକୁ ଉଦ୍ଘାଟନ କରିବେ। ଚଳିତ ମାସରେ ଏହା ଶ୍ରୀ ମୋଦିଙ୍କ ଦ୍ୱିତୀୟ ଓଡ଼ିଶା ଗସ୍ତ। ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜନ କରାଯାଉଛି। ଏହି ସମ୍ମିଳନୀରେ 20ଟି ଦେଶରୁ 7,500ରୁ ଅଧିକ ଶିଳ୍ପ ପ୍ରତିନିଧିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମ୍ମିଳନୀରେ 100ଟିରୁ ଅଧିକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ଓଡ଼ିଶା ଆଗାମୀ ଦିନରେ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟରେ ପରିଣତ ହେବ ବୋଲି ଗତକାଲି ଓଡ଼ିଶା ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ। ସେ କହିଥିଲେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଆଗାମୀ ଦିନରେ ଭାରତ ମାନଚିତ୍ରରେ ଓଡ଼ିଶା ଶିଳ୍ପ ପେଣ୍ଠସ୍ଥଳୀ ହେବ। ଏହି ସମ୍ମିଳନୀ ଦ୍ୱାରା ରାଜ୍ୟରେ ପ୍ରାୟ 5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଲକ୍ଷ୍ୟ ରଖାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ଦେଶ ଓ ବିଦେଶର ବିଭିନ୍ନ ଶିଳ୍ପ ସଂସ୍ଥାର ଶିଳ୍ପ ପ୍ରତିନିଧି, ନିବେଶକ ଏହି ସମ୍ମିଳନୀରେ ଯୋଗଦେବେ। ସମ୍ମିଳନୀରେ ଶିଳ୍ପ ଜଗତରୁ SL ମିତ୍ତଲ, ଓମ୍ ମଙ୍ଗଲମ ବିର୍ଲା, ଅନିଲ ଅଗ୍ରୱାଲ, ହିତେଶ ଯୋଶୀ, TV ନରେନ୍ଦ୍ରନ, କରନ ଆଦାନୀ, ନବୀନ ଜିନ୍ଦଲ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମ୍ମିଳନୀରେ 4ଟି ଅଧିବେଶନରେ ଷ୍ଟେଟ୍ ଅଫ୍ ଓଡ଼ିଶା, ସ୍କିଲ୍ ଇନ୍ ଓଡ଼ିଶା, ମହିଳା ଉଦ୍ୟୋଗୀଙ୍କ ମଧ୍ୟରେ ଆଲୋଚନା କରାଯିବ। 2 ଦିନିଆ ସମ୍ମିଳନୀ ପରେ ସାଧାରଣ ଜନତାଙ୍କ ପାଇଁ 30 ତାରିଖ ଦିନ ପ୍ରଦର୍ଶନୀ ଖୋଲା ରହିବ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ତାଙ୍କ ଓମାନ ପ୍ରତିପକ୍ଷ କେସ୍ ବିନ୍ ମହମ୍ମଦ ଅଲ୍ ୟୁସୁଫଙ୍କ ସହ ବୈଠକ କରିଛନ୍ତି। ଓମାନ ଗସ୍ତରେ ଥିବା ମନ୍ତ୍ରୀ ଶ୍ରୀ ଗୋଏଲ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଆଗାମୀ ଯୁଗ୍ମ ଆୟୋଗ ବୈଠକରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଆହୁରି ତ୍ୱରାନ୍ୱିତ ହେବ ବୋଲି ଶ୍ରୀ ଗୋଏଲ କହିଛନ୍ତି। ମସ୍କଟସ୍ଥିତ ଭାରତୀୟ ଦୂତାବାସରେ ପାଳିତ ହୋଇଥିବା 76ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ମନ୍ତ୍ରୀ ଶ୍ରୀ ଗୋଏଲ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଓମାନର ବାଣିଜ୍ୟ ମନ୍ତ୍ରୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି ଓ ପ୍ରବାସୀ ଭାରତୀୟମାନେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପ୍ରଦର୍ଶନ କରାଯାଇଥିଲା। ମନ୍ତ୍ରୀ ଶ୍ରୀ ଗୋଏଲ 11ତମ ଯୁଗ୍ମ ଆୟୋଗ ବୈଠକ ପାଇଁ ଓମାନ ପ୍ରତିପକ୍ଷଙ୍କ ସହ ମସ୍କଟରେ ଅଛନ୍ତି। ଉପସାଗରୀୟ ସହଯୋଗ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଓମାନ ସହିତ ବାଣିଜ୍ୟ ଓ ନିବେଶ ବୃଦ୍ଧି ପାଇଁ ଭାରତର ପ୍ରତିବଦ୍ଧତା ପ୍ରକାଶ ପାଇଛି। ସାରା ଦେଶରେ ଆଜି ଲାଲା ଲଜପତ ରାୟଙ୍କ 160ତମ ଜୟନ୍ତୀ ପାଳିତ ହେଉଛି। 1865 ମସିହା ଆଜିର ଦିନରେ ସ୍ୱଦେଶୀ ଆନ୍ଦୋଳନର ଅଗ୍ରଧାର ଲାଲା ଲଜପତ ରାୟ ପଞ୍ଜାବ ପ୍ରଦେଶର ତତ୍କାଳୀନ ଫରିଦକୋଟ ଜିଲ୍ଲାର ଧୁଡ଼ିକେଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ମୁନ୍ସି ରାଧାକ୍ରିଷ୍ଣ ଜଣେ ସରକାରୀ ବିଦ୍ୟାଳୟର ଶିକ୍ଷକ ଥିଲେ। ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ଉପରେ 1928 ମସିହାରେ ଅକ୍ଟୋବର ମାସରେ ପୁଲିସ ଲାଠିଚାର୍ଜରେ ମୁଣ୍ଡରେ ଗଭୀର ଆଘାତ ଲାଗିବା ଯୋଗୁଁ ମୃତ୍ୟୁ ଘଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରାଖଣ୍ଡ ଡେରାଡୁନ୍ର ମହାରାଣା ପ୍ରତାପ ଷ୍ଟାଡିୟମରେ 31ତମ ଜାତୀୟ କ୍ରୀଡ଼ା ଉଦ୍ଘାଟନ କରିବେ। ଉଦ୍ଘାଟନୀ ଉତ୍ସବରେ କେନ୍ଦ୍ରମନ୍ତ୍ରୀ, ଭାରତୀୟ ଅଲିମ୍ପିକ ସଂଘ ଏବଂ ଜାତୀୟ ସ୍ତରୀୟ ଖେଳାଳିମାନେ ଯୋଗଦେବେ। ଭାରତୀୟ ଅଲିମ୍ପିକ ସଂଘ ସଭାପତି PT ଉଷା ଗତକାଲି ଡେରାଡୁନ୍ରେ ପହଞ୍ଚିଛନ୍ତି। ସେ ସେଠାରେ ପହଞ୍ଚିବା ପରେ କ୍ରୀଡ଼ାମନ୍ତ୍ରୀ ରେଖା ଆର୍ଯ୍ୟ ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ। ଉଦ୍ଘାଟନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୂଚନା ଅନୁଯାୟୀ ଉତ୍ତରାଖଣ୍ଡର 8ଟି ଜିଲ୍ଲାର 11ଟି ସହରରେ ଆସନ୍ତା ମାସ 14 ତାରିଖ ପର୍ଯ୍ୟନ୍ତ ଜାତୀୟ କ୍ରୀଡ଼ା ଅନୁଷ୍ଠିତ ହେବ। ମୋଟ 35ଟି ଖେଳର 47ଟି ଇଭେଣ୍ଟ ଆୟୋଜନ କରାଯିବ। ଜାତୀୟ କ୍ରୀଡ଼ା ଉଦ୍ଘାଟନ ପୂର୍ବରୁ ଗତ 26 ତାରିଖରେ ଏକ ଟ୍ରାଏଥଲନ୍ ପ୍ରତିଯୋଗିତା କରାଯାଇଥିଲା, ଯେଉଁଥିରେ ମଣିପୁର ଏବଂ ମହାରାଷ୍ଟ୍ର ପ୍ରଥମ ପଦକ ହାସଲ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର S ଜୟଶଙ୍କର ଆଜି ଆବୁଧାବିର ରାଇସିନା ମଧ୍ୟପ୍ରାଚ୍ୟର ଉଦ୍ଘାଟନୀ ଉତ୍ସବରେ ବକ୍ତବ୍ୟ ପ୍ରଦାନ କରିବେ। UAE ଗସ୍ତ ସମୟରେ
ଆବୁଧାବିସ୍ଥିତ ଭାରତୀୟ ଦୂତାବାସ ଦ୍ୱାରା ଆୟୋଜିତ 76ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ଶ୍ରୀ ଜୟଶଙ୍କର ଯୋଗ ଦେଇଥିଲେ। ଶ୍ରୀ ଜୟଶଙ୍କର କହିଥିଲେ, ବିଶ୍ୱ ବ୍ୟବସ୍ଥାରେ ପରିବର୍ତ୍ତନ ଘଟିଥିବା ବେଳେ ଭାରତ ଏବଂ UAE ମଧ୍ୟରେ ବୃଦ୍ଧି ପାଉଥିବା ସମନ୍ୱୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ କହିଥିଲେ, ଏଭଳି ସମୟରେ ହିଁ ପ୍ରକୃତ ବନ୍ଧୁତାର ପରୀକ୍ଷା ହୋଇଥାଏ। ଉଭୟ ଦେଶ ମଧ୍ୟରେ ଥିବା ମୂଲ୍ୟବୋଧ ଭିତ୍ତିକ ସମ୍ପର୍କକୁ ନେଇ ଶ୍ରୀ ଜୟଶଙ୍କର କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ମିଳିତ ଦୃଷ୍ଟିକୋଣ ଏହି ସମ୍ପର୍କକୁ ଉଚ୍ଚ ସ୍ତରକୁ ନେଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ଓ ଚୀନ ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ଥିର ରଖିବା ଏବଂ ଏହାର ସ୍ଥାୟିତ୍ୱ ଦିଗରେ ପଦକ୍ଷେପ ନେବାକୁ ରାଜି ହୋଇଛନ୍ତି। ଉଭୟ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ କୈଳାସ ମାନସରୋବର ଯାତ୍ରା ପୁନର୍ବାର ଆରମ୍ଭ କରିବା, ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଏବଂ ସୀମାପାର ନଦୀ ସମ୍ପର୍କରେ ତଥ୍ୟ ଆଦାନ ପ୍ରଦାନ କରିବା ଭଳି ପ୍ରସଙ୍ଗ ରହିଛି। ଦୁଇଦିନିଆ ଚୀନ ଗସ୍ତରେ ଯାଇଥିବା ବୈଦେଶିକ ସଚିବ ବିକ୍ରମ ମିଶ୍ରି ବୈଠକରେ ଯୋଗ ଦେଇଥିଲେ। ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ବିବୃତ୍ତିରେ ବୈଠକରେ ଉଭୟ ପକ୍ଷ କୈଳାସ ମାନସରୋବର ଯାତ୍ରା ପୁଣି ଆରମ୍ଭ କରିବା ଉପାୟ ସମ୍ପର୍କରେ ଆଲୋଚନା ଜାରି ରହିବ। ଏହାଛଡ଼ା ଅନ୍ୟାନ୍ୟ ସହଯୋଗ ବ୍ୟବସ୍ଥାର ପୁନଃ ଆରମ୍ଭ ପାଇଁ ଭାରତ ଚୀନ ବିଶେଷଜ୍ଞ ସ୍ତରୀୟ ବ୍ୟବସ୍ଥା ନେଇ ବୈଠକ ଆରମ୍ଭ କରିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି। ଅନ୍ୟପକ୍ଷରେ ଉଭୟ ଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବାକୁ ଓ ଲୋକମାନଙ୍କୁ ଅଧିକ ସୁବିଧା ଯୋଗାଇ ଦେବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଭାରତ ଓ ଚୀନ ମଧ୍ୟରେ କୂଟନୈତିକ ସମ୍ପର୍କର 75ତମ ବାର୍ଷିକୀ ଭାବେ ପରସ୍ପର ବିଷୟରେ ଉନ୍ନତ ଚିନ୍ତାଧାରା ସୃଷ୍ଟି କରିବା ପାଇଁ ପଦକ୍ଷେପ ନିଆଯିବା ଉପରେ ଉଭୟ ଦେଶ ଗୁରୁତ୍ୱ ଦେଇଛନ୍ତି। ଏହା ବ୍ୟତୀତ ଉଭୟ ଦେଶ ମଧ୍ୟରେ ଥିବା ସମସ୍ୟାଗୁଡ଼ିକର ସମାଧାନ ଆଲୋଚନା ଜରିଆରେ କରାଯିବା ଉପରେ ଉଭୟ ପକ୍ଷ ରାଜି ହୋଇଛନ୍ତି। ପ୍ରୟାଗରାଜ ମହାକୁମ୍ଭରେ ଆସନ୍ତାକାଲି ମୌନି ଅମାବାସ୍ୟାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ନିମନ୍ତେ ଦୃଢ଼ ସ୍ୱାସ୍ଥ୍ୟ ବ୍ୟବସ୍ଥା କରାଯାଇଛି। ଯେକୌଣସି ସ୍ୱାସ୍ଥ୍ୟ ସମ୍ପର୍କିତ ପରିସ୍ଥିତିର ମୁକାବିଲା ପାଇଁ ପରେଡ୍ ଗ୍ରାଉଣ୍ଡରେ ଥିବା କେନ୍ଦ୍ରୀୟ ଡାକ୍ତରଖାନା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ପ୍ରୟାଗରାଜ ମେଳାରେ ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ପୂରଣ କରିବା ପାଇଁ ପରେଡ୍ ଗ୍ରାଉଣ୍ଡରେ 100 ଶଯ୍ୟା ବିଶିଷ୍ଟ କେନ୍ଦ୍ରୀୟ ଡାକ୍ତରଖାନା ସ୍ଥାପନ କରାଯାଇଛି। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯେକୌଣସି ସମସ୍ୟାର ସମାଧାନ ପାଇଁ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ମୌନି ଅମାବାସ୍ୟା ଦୃଷ୍ଟିରୁ ଡାକ୍ତର ଓ ଆମ୍ବୁଲାନ୍ସ ସଂଖ୍ୟା ବୃଦ୍ଧି କରାଯାଇଥିବା କେନ୍ଦ୍ରୀୟ ଡାକ୍ତରଖାନାର ନୋଡାଲ ଅଧିକାରୀ ଡାକ୍ତର ଗୌରବ ଦୁବେ କହିଛନ୍ତି। ସୂଚନା ଅନୁଯାୟୀ 20ଟି OPD କେନ୍ଦ୍ରରେ 80 ଜଣ ଆୟୁଷ ଡାକ୍ତରଙ୍କ ଟିମ୍ 24 ଘଣ୍ଟିଆ ନିଃଶୁଳ୍କ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପେମେଣ୍ଟ ସିଷ୍ଟମ ରିପୋର୍ଟ 2024 ପ୍ରକାଶ ପାଇଛି। ରିପୋର୍ଟରେ 2024 ପର୍ଯ୍ୟନ୍ତ ଗତ 5 ବର୍ଷ ମଧ୍ୟରେ ଭାରତରେ ବ୍ୟବହାର କରାଯାଉଥିବା ବିଭିନ୍ନ ଦେୟ ପ୍ରଣାଳୀର ବିଶ୍ଳେଷଣ କରାଯାଇଛି। ଏଥିରେ ପେମେଣ୍ଟ ଇକୋସିଷ୍ଟମର ବିକାଶକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ସୂଚନା ଅନୁଯାୟୀ ଏଣିକି ପ୍ରତି 6 ମାସରେ RBI ୱେବସାଇଟ୍ରେ ଏହି ରିପୋର୍ଟ ପ୍ରକାଶ ପାଇବ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ T20 କ୍ରିକେଟ ମ୍ୟାଚ୍ ଆଜି ଗୁଜରାଟର ରାଜକୋଟ ସ୍ଥିତ ନିରଞ୍ଜନ ଶାହା ଷ୍ଟାଡିୟମରେ ଖେଳାଯିବ। ସନ୍ଧ୍ୟା 7ଟାରେ ମ୍ୟାଚ୍ ଆରମ୍ଭ ହେବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ 5 ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ 2-0 ଆଗୁଆ ରହିଛି। କୋଲକାତାରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚ୍ରେ ଭାରତ 7 ୱିକେଟ୍ରେ ଇଂଲଣ୍ଡକୁ ପରାସ୍ତ କରିଥିଲା। ସେହିଭଳି ଚେନ୍ନାଇର MA ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ T20ରେ ଭାରତ 2 ୱିକେଟ୍ରେ ବିଜୟ ଲାଭ କରିଥିଲା। ହକି ଇଣ୍ଡିଆ ଲିଗ୍ର ପୁରୁଷ ବର୍ଗରେ ଆଜି ରାଉରକେଲା ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମରେ ଟିମ୍ ଗୋନାସିକା ଓ ହାଇଦ୍ରାବାଦ ତୁଫାନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ରାତି 8:15 ଏହି ମ୍ୟାଚ୍ ଖେଳାଯିବ। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ସୁରମା ହକି କ୍ଲବ 5-3 ଗୋଲ୍ରେ କଳିଙ୍ଗ ଲାନ୍ସର୍ସକୁ ପରାସ୍ତ କରିଥିଲା। ଅନ୍ୟ ଏକ ମ୍ୟାଚ୍ରେ ସାଚି ରାର୍ ବେଙ୍ଗଲ ଟାଇଗର୍ସ 2-1 ଗୋଲ୍ରେ ଦିଲ୍ଲୀ SG ପାଇପର୍ସକୁ ପରାସ୍ତ କରିଥିଲା। 19 ବର୍ଷରୁ କମ୍ ମହିଳା ବିଶ୍ୱକପ୍ କ୍ରିକେଟରେ ଆଜି ଭାରତ ଓ ମାଲେସିଆ ମଧ୍ୟରେ ମୁକାବିଲା ହେବ। ମାଲେସିଆର କୁଆଲାଲମ୍ପୁର ସ୍ଥିତ ବୟୁମାସ ଓଭାଲରେ ସୁପର 6 ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍ ରାତି 12ଟାରୁ ଆରମ୍ଭ ହେବ। ଗ୍ରୁପ୍ Aରୁ ଅଷ୍ଟ୍ରେଲିଆ ମହିଳା ଦଳ ସହ ଭାରତ ସେମିଫାଇନାଲରେ ପ୍ରବେଶ କରିସାରିଛି। ସେହିପରି ଗ୍ରୁପ୍ Bରୁ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ଶେଷ 4ଟିରେ ସ୍ଥାନ ସୁରକ୍ଷିତ ରଖିଛନ୍ତି। ସୁପର 6 ପର୍ଯ୍ୟାୟ ଶେଷ ହେବା ପରେ ଶୁକ୍ରବାରଠାରୁ ସେମିଫାଇନାଲ ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଭୁବନେଶ୍ୱର ଜନତା ମଇଦାନରେ ଆଜି ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ସାରା ଦେଶ ଆଜି ପାଳନ କରୁଛି ଲାଲା ଲଜପତ ରାୟଙ୍କ 160ତମ ଜୟନ୍ତୀ। ଉତ୍ତରାଖଣ୍ଡ ଡେରାଡୁନ୍ର ମହାରାଣା ପ୍ରତାପ ଷ୍ଟାଡିୟମରେ ଆଜି ଉଦ୍ଘାଟନ ହେବ 31ତମ ଜାତୀୟ କ୍ରୀଡ଼ା।
ଦ୍ୱିପାକ୍ଷିକ ସମ୍ପର୍କ ସମେତ କୈଳାସ ମାନସରୋବର ଯାତ୍ରା ପୁନର୍ବାର ଆରମ୍ଭ କରିବା ପାଇଁ ଉଭୟ ଭାରତ ଓ ଚୀନ ରାଜି ଏବଂ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ସନ୍ଧ୍ୟାରେ ଖେଳାଯିବ ତୃତୀୟ T20 କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।